ଆଜିର ଅନୁଚିନ୍ତା ସମୟ ମଣିଷକୁ ସଫଳ ବନେଇ ନଥାଏ, ବରଂ ସମୟର ସଦୁପଯୋଗ କରିବା ହିଁ ମଣିଷକୁ ସଫଳ ବନେଇଥାଏ। ସ୍ୱପ୍ନକୁ ପାଇବା ପାଇଁ ଖାଲି ବୁଦ୍ଧିମାନ ହେଲେ ହେବ ନାହିଁ, ବରଂ ପାଗଳ ହେବାକୁ ବି ପଡ଼ିଥାଏ। କିଏ କିଛି ବି କହୁ ନିଜକୁ ସବୁବେଳେ ଶାନ୍ତ ରଖ, କାହିଁକି ନା ଖରା ଯେତେ ବି ଟାଣ ହେଉ ସମୁଦ୍ରକୁ କେବେ ଶୁଖାଇ ପାରିନଥାଏ। ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଦେଖି ଈର୍ଷା କରୁଥାଏ, ତେବେ ଏଥିରେ ଭୁଲ ତାଙ୍କର ନୁହେଁ, ବରଂ ଏହା ତ ଆପଣଙ୍କର ଯୋଗ୍ୟତା ଅଟେ, ଯାହା ତାଙ୍କୁ ଈର୍ଷା କରିବା ପାଇଁ ବାଧ୍ୟ କରୁଅଛି। ଚିନ୍ତା ଆଉ ନିରାଶାକୁ ଦୂର କରିବା ପାଇଁ କେବଳ ଗୋଟିଏ ଉପାୟ। ଆଖି ବନ୍ଦ କରିକି ସକାଳେ ଆଉ ସନ୍ଧ୍ୟାରେ ଖାଲି ଗୋଟିଏ ମନ୍ତ୍ର କୁହ, ଦୁନିଆ ଭାଡ଼ ମେ ଗୟା। ଶ୍ରୀକୃଷ୍ଣ କୁହନ୍ତି କି ଯେଉଁ ମଣିଷ ସମସ୍ତଙ୍କର ଖୁସି ଚାହିଁଥାଏ, ସବୁବେଳେ ସମସ୍ତଙ୍କ ବିଷୟରେ ଭଲ ଚିନ୍ତା କରିଥାଏ, ଅଧିକାଂଶ ସମୟରେ ସେହି ମଣିଷ ହିଁ ଜୀବନରେ ଏକୁଟିଆ ରହିଯାଇଥାଏ। ଯେଉଁ ମଣିଷ ନିଜର କଷ୍ଟ କହିନଥାଏ, ଏହାର ମାନେ ନୁହେଁ ଯେ ତା ଜୀବନରେ ସବୁ କିଛି ଠିକ୍ ଅଛି। ସେ ମଣିଷ ଭିତରେ ଭିତରେ ନିଜ କଷ୍ଟକୁ ଲୁଚାଇ ବଞ୍ଚିବା ପସନ୍ଦ କରିଥାଏ, କାହିଁକି ନା ସେ ଜାଣିଥାଏ ଏଠି କେହି ସାଥି ଦେବେ ନାହିଁ। ଆପଣ ଯେବେ ବି ନିଜଠୁ ଅଧିକ କାହାକୁ ଭଲ ପାଆନ୍ତି, ଆପଣ ଏତେ ଶସ୍ତା ହୋଇଯାଆନ୍ତି ଯେ ତାଙ୍କୁ ମାଗଣାରେ ମିଳିଯାଆନ୍ତି। ଏବେ ଧୋକା ହିଁ ନିଜ ଲୋକ ଦେଉଛନ୍ତି ବନ୍ଧୁ, ସାନ୍ତ୍ୱନା ବାହାର ଲୋକ ହିଁ ଦେଉଛନ୍ତି। ପଛକେ କଷ୍ଟକୁ ନ ସହି ମରିଯାଅ, ଦୁଃଖରେ ପାଗଳ ହୋଇ ମରିଯାଅ, କିନ୍ତୁ ଗୋଟିଏ କଥା ମନେ ରଖ, କାହା ପାଦ ତଳେ ପଡ଼ିକି ପ୍ରେମକୁ ପାଇବାର ଭୁଲ କେବେ ବି କର ନାହିଁ। ଏହା ଏମିତି ଏକ ସମୟ ବନ୍ଧୁ, ଯେଉଁଠି ସରଳ ଲୋକକୁ ଲୋକ ବୋକା ଭାବିଥାନ୍ତି। ନିଜ ବୟସ ଆଉ ପଇସାକୁ ନେଇ କେବେ ବି ଗର୍ବ କରିବ ନାହିଁ, କାହିଁକି ନା ଯେଉଁ ଜିନିଷ ଗଣା ଯାଇପାରେ ତାହା ଦିନେ ଶେଷ ହୋଇଯାଇଥାଏ। ଅନ୍ୟର ଖରାପ ସମୟରେ ହସୁଥିବା ଲୋକ ମନେ ରଖିବ, ସମୟ ଯେବେ ସ୍ୱୀକାର କରିଥାଏ, ଚତୁଃପାର୍ଶ୍ୱରୁ ହିଁ ଏହାର ପ୍ରଭାବ ପକାଇଥାଏ। ବାପା ମାଙ୍କ କଥା ସମସ୍ତଙ୍କୁ ଖରାପ ଲାଗିଥାଏ, କିନ୍ତୁ ବାପା ମାଙ୍କ ସମ୍ପତ୍ତି ସମସ୍ତଙ୍କୁ ଭଲ ଲାଗିଥାଏ। ଆଶା କେବେ ବି ଆମକୁ ଛାଡ଼ିକି ଯାଇନଥାଏ, ଖାଲି ଆମେ ହିଁ ତାଙ୍କୁ ଛାଡ଼ି ଦେଇଥାଉ। ଦୁନିଆର ସବୁଠୁ ମୁସ୍କିଲ କାମ ଠାରୁ ଗୋଟିଏ କାମ ହେଉଛି ବୁଦ୍ଧିମାନକୁ ବୁଝିବା। ଲୋକ ବଦଳନ୍ତି ନାହିଁ ବନ୍ଧୁ, ତାଙ୍କ ମୁଖା ଖୋଲିଯାଏ। ଅଧିକାଂଶ ସମୟରେ ଏକୁଟିଆ ସିଏ ରହିଯାଏ ଯିଏ ଜୀବନରେ ସଠିକ୍ ନିଷ୍ପତ୍ତି ନେଇନଥାଏ। ଶ୍ରୀକୃଷ୍ଣ କୁହନ୍ତି, ଯଦି ପରିଶ୍ରମ ଅଭ୍ୟାସରେ ବଦଳିଯିବ, ତେବେ ସଫଳତା ଆପଣଙ୍କ ପାଦ ଛୁଇଁଯାଏ।